ନିଶ୍ଚିନ୍ତ ପୋଲିସ ବିଭାଗ ଯଦି ଚୋରଙ୍କ ସହିତ ମଧୁଚନ୍ଦ୍ରିକା ନ ରଖେ କିମ୍ବା ଚୋରକୁ ଭିତିରିଆ ସପୋର୍ଟ ନ କରେ କିମ୍ବା ଆଣ୍ଟି ଚୋର କ୍ରାଇମ୍ କଲା ପରେ ଚୋରି କଲା ପରେ ତାକୁ ଆଣ୍ଟିସିପେଟ୍ ବେଲ୍ ପାଇଁ ସହଯୋଗ ନ କରେ ତାହେଲେ ରାଜଧାନୀରେ କ୍ରାଇମ୍ ବଢ଼ିବା ନିଶ୍ଚିନ୍ତ ଭାବେ କମି ପାରନ୍ତା। କିନ୍ତୁ କେତେଟା ଟଙ୍କା ପାଇଁ କେତେଟା ଲାଞ୍ଚ ପାଇଁ ପୋଲିସ ବାରମ୍ବାର ଗିରଫ ହେଉଛି। ପୋଲିସ ବାରମ୍ବାର ଯେଉଁ ଲାଞ୍ଚ ନେବାରେ ଧରା ପଡ଼ୁଛି। ତେଣୁ ନିଶ୍ଚିନ୍ତ ରୂପେ କେଉଁଠି ନା କେଉଁଠି ଏଇ ଯେଉଁ ଲାଞ୍ଚ ବିଭାଗଟା କ୍ରାଇମ୍କୁ ବଢ଼େଇ ଚାଲିଛି। ତେଣୁ ବାରମ୍ବାର ରାଜଧାନୀ ଭୁବନେଶ୍ୱର ଓଡ଼ିଶାର ଛାତି ଉପରେ ବାରମ୍ବାର କ୍ରାଇମ୍ ଘଟିବାରେ ସାମ୍ନା କରୁଛି ପୋଲିସ। କିନ୍ତୁ ଯଦି ପୋଲିସ ଚାହାନ୍ତା ତ ରାଜଧାନୀର ପ୍ରତ୍ୟେକଟି ଜାଗାରେ ଯେମିତି ଆଉଟପୋଷ୍ଟ ହେଉ କିମ୍ବା ପୋଲିସ ଯଦି ଚାହାନ୍ତା ରାତିରେ ନାଇଟ୍ ପେଟ୍ରୋଲିଂ ହେଉ କିମ୍ବା ମଦ 10ଟା ପରେ ଯେଉଁ ଟାଇମ୍ ଅନୁସାରେ ମଦ ଦୋକାନ ଖୋଲିବା କଥା ବନ୍ଦ ରହିବା କଥା ପରମିସନଟାକୁ ପୋଲିସ ନିଜେ ଜାଣି ଶୁଣିକି ବଢ଼େଇ ଦେଉଛି। ଆପଣମାନେ ଦେଖନ୍ତୁ ମଦ ଦୋକାନ ପ୍ରାୟତଃ ରୋଡ଼ ସାଇଡ଼ର ମଦ ଦୋକାନ ଗୁଡ଼ା ରାତି 11ଟା ପର୍ଯ୍ୟନ୍ତ ମଧ୍ୟ ଖୋଲା ରହୁଛି। ସେହିପରି ବାର୍ ଗୁଡ଼ା ଯେତେବେଳେ କ୍ରିମିନାଲ ମାନେ ରାତି ଅଧରେ ଅନ୍ୟ ଜିଲ୍ଲାରୁ ଅନ୍ୟ ରାଜ୍ୟରୁ ପ୍ରବେଶ କରୁଛନ୍ତି ସେମାନେ ରାତି ତମାମ ବାର୍ରେ ବସି ତାଙ୍କର ସଉକ ମେଣ୍ଟେନ୍ କରୁଛନ୍ତି, ଏନ୍ଜୟ କରୁଛନ୍ତି। ଅତ୍ୟଧିକ ମଦ୍ୟପାନ କରି ତ କ୍ରାଇମ୍ ଘଟେଇବାକୁ ପଛଉନାହାନ୍ତି। ଆଉ ବାର୍ରେ ତାଙ୍କର ମିଟିଂ ମଧ୍ୟ ଜାରି ରଖୁଛନ୍ତି। ତେଣୁ ବାର୍ ମାଲିକମାନେ ସୁଚାରୁ ରୂପେ ଯଦି ଟାଇମ୍ ଅନୁସାରେ ବାର୍କୁ ବନ୍ଦ କରନ୍ତେ କିମ୍ବା ବାର୍ରେ ଥିବା ପରମିସନ୍ ମଦକୁ ଆଉ ଲାଭ ପାଇବା ପାଇଁ ଅନ୍ୟ ମଦ ଯୋଡ଼ିକି ବିକିବା ଏଇଟା ନ କରନ୍ତେ ତାହେଲେ ହୁଏତ ବାର୍ ମାଧ୍ୟମରେ କିଛି କ୍ରାଇମ୍ କମିଯାଇ ପାରନ୍ତା।